କିଛି ନାହିଁ ଆଉ ଯୋଉ ନେଇଗଲା ଲୋକରା ପାଟି କରୁଥିଲେ ପଛଆଡେ ସେରା କଣ ମିଛ? ଆରେ ତମେ ମାନେ ସବୁ ସେୟା ବୁଝିଲ ଦଉନ ଦି ଜାବଟା ଏଇନା ସବୁ ଜାଗା ଏଇନା ବାହାର କରିଦବ। ଆରେ କଣ ନେଇଯାଉଛି ଦେଖ କିଛି ନାହିଁ କିଛି ନାହିଁ କଣ ନେଇଯାଉଛି ଦେଖା ପରା କହୁଛି। ନାଇଁ ବାବୁ ନାଇଁ ବାବୁ ଦେଖ ଆରେ ପୁଣି ମିଛ କହିଲା ବାବୁ। ଆରେ ଦିନଟାରେ ଆମେ ଆଖି ଧୂଳି ଦେଇ ନେଇଯିବ ବୋଲି ବସିଛି। ଦେଖ ଦେଖ ତା ଭିତରେ କଣ ଅଛି ଦେଖୁନାହାନ୍ତି ବାବୁ କିଛି ନାହିଁ। ଗାମୁଛା ଭିତରେ ଏ ପାଣି ଭିତରେ ଲୁଚିଛି କି ରେ? ଦେଖ 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 ପାଣି ଢାଳିକି ଦେଖିଲ ଭାଇ ବାବୁ ଭାଇ ବାବୁ ଏ ପାଣିଟା ହଉଛି ମୋର ସର୍ବସ୍ୱ। ଏ ପାଣିଟିକୁ ଆପଣ ଢାଳି ଦିଅନ୍ତୁନି। ଆରେ ଆମକୁ ବୋକା ବନଉଛି ଆଉ ନହେଲେ ପାଣି ଢାଳିବାକୁ ମନା କରନ୍ତା କାହିଁକି? ହଁ ସେଇ କଥା ତ ମୁଁ ଭାବୁଛି ତା ଭିତରେ ତ କଣ ଲୁଚେଇକି ନେଇଛି ନହେଲେ ଢାଳ ଢାଳ ସେ ପାଣି ଭାଇ ବାବୁ ଛୁଆଟାକୁ ମୋର 1 ମାସ ହବ ଝାଡା ଆଉ ତାକୁ ଭଲ କରିବା ପାଇଁ ମୁଁ ଏ ପାଣି ହାଣ୍ଡିଟା ଆଣିଛି ବାବୁ। ଏ ପାଣିଟିକୁ ଢାଳି ଦେଲେ ଛୁଆଟି ମୋର ମରିଯିବ ବାବୁ। ଆପଣ ଯାହା କରୁଛନ୍ତି କରନ୍ତୁ ପଛେ ତାକୁ ଢାଳନ୍ତୁନି। ଆରେ ତମ ଗାଁରେ କଣ ପାଣି ନାହିଁ? ତୁ ଏତେ ବାଟ ଆସିଛୁ ପାଣି ପାଇଁ? ଅଛି ବାବୁ ହେଲେ ଆମ ଡାକ୍ତରଙ୍କ କହିବା ତ ସେ ପାଣି କୁଆଡେ ଭଲ ପାଣି ନୁହଁ। ଭଲ ପାଣି ଆଉ ସେଇ ପାଣି ପିଇ ମୋ ପୁଅକୁ 1 ମାସ ହବ ଝାଡା ହେଲାଣି। ତେଣୁ ମୋ ପୁଅକୁ ଭଲ ପାଣି ଟୋପାଏ ଦେବି ବୋଲି ଏ ପାଣି ହାଣ୍ଡିଟା ମୁଁ ଚୋରି କରି ଆଣିଛି ବାବୁ। ଏତେ କଥା ଭାଇ ତାକୁ ଛାଡିଦିଅ ସେ ଯାଉ ପାଣି ନେଇଯାଉ। ତମେ ସବୁ ସେଇଆ ଆଉ ବୁଝିଲ ଆଉ ତମର ବୁଦ୍ଧି ସୁଦ୍ଧି ନାହିଁ ଆଉ ଦେଖୁନ ଦେଖୁନ ଏ ଲୋକଟା ଦେଖୁନ କେମିତି 1 ନମ୍ବର ଦାଗି ଭଳିଆ ଦେଖାଯାଉଛି ଦେଖୁଛ ନା ନାଇଁ? ତମେ ୟାରି କଥାରେ ବିଶ୍ୱାସ କରୁଛ? ଆରେ ଶୁଣ ଗୋଟେ କାମ କରିବା ତା ସାଙ୍ଗରେ ତାଙ୍କ ଘରକୁ ଯିବା ସେଠି ଯାଇ ଦେଖିବା ୟା ପୁଅ ସତରେ ରୋଗରେ ପଡିଛି କି ନାଇଁ। ବୁଝିପାରିଲ ନା ନାଇଁ? ଆରେ କଣ ହେଲା ତୁ କାନ୍ଦୁଛୁ କାହିଁକି? ତୋ ପୁଅ ମରିଗଲା ରେ। କଣ ହେଲା? ପାଗଳି ହେଇ ତତେ ଖୋଜିବାକୁ କୁଆଡେ ଚାଲିଗଲା। ଶବକୁ କୁକୁର ଭିଡି ନେଇଯିବ ବୋଲି ମୁଁ ଜଗିକି ବସିଛି ରେ। ତୁ ପୁରା ପାଣି ପିଇ ଯାଇଥିଲୁ ଏତେ ଡେରି କଣ ହେଲା? ଅରେ ଲୋକା ପାଣି ଟୋପାଏ ପାଇଁ ଯାଇଥିଲି ଯେ ହେଲେ କୋଉଠି ଟୋପାଏ ଭଲ ପାଣି ପାଇଲିନି। ଶେଷରେ ବାଧ୍ୟ ଏ ପାଣି ହାଣ୍ଡିଟା ମୁଁ ଚୋରି କଲି। କଣ କହିଲୁ? ତୁ ଚୋରି କଲୁ? ହଁ ଏ ପାଣି ହାଣ୍ଡିଟା ମୁଁ ଚୋରି କରିଛି। ପିଲାଦିନେ କେତେ ଭୋକ ଉପାସରେ ରହି ମଧ୍ୟ ମୁଁ ଦିନେ ହେଲେ କାହାରି ଟଙ୍କା କି ସୁନା ଚୋରି କରିନି। କିନ୍ତୁ ଆଜି ମୋର ଏ ଛୁଆଟାକୁ ବଞ୍ଚେଇବାକୁ ଯାଇ ମୁଁ ଆଜି ଏ ପାଣି ହାଣ୍ଡିଟା ଚୋରି କରିଛି। ହଁ ବାବୁ ଆମରି ପାଇଁ ତମ ଛୁଆ ମରିଯାଇଛି। ତମେ ପାଣି ଆଣି ଆସିଥିଲ ଆମେ ତମକୁ ଅଟକେଇକି ବହୁତ ଭୁଲ କରିଛୁ। ହଁ ବାବୁ ତମେ ଆମକୁ କ୍ଷମା କରିଦିଅ। ତମେ ଆମକୁ କ୍ଷମା କରିଦିଅ। ଆପଣ ମାନେ ଦେଖିଲେ ତ ଆମେ ପିଉଥିବା ପାଣି ଆମ ପାଇଁ କେତେବେଳେ ଭଲ ତ ପୁଣି କେତେବେଳେ ମନ୍ଦ। ଏଇ ଦୂଷିତ ପାଣି ପିଇ ପିଲାମାନେ କେତେ କେତେ ଯେ ରୋଗରେ ପଡନ୍ତି, ବଡମାନେ କେତେ ଯେ ଜଳଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆଉ ଏକଥା ବି ବେଶ ସତ ଯେ ଆମ ପିଇବା ପାଣିକି ଆମେ ସ୍ୱଚ୍ଛ ଏବଂ ନିର୍ମଳ କରି ପିଇବା। କଣ ମୋ କଥାରେ ଆପଣ ମାନେ ରାଜି ତ?